श्रीमद् भागवत महापुराण षष्ठ स्कंद नवमोऽध्याय। नवमेन्द्र विश्वरूप मुंड काटन्ते करी गोप ता पिता जन्माइला पुत्र जाहार नाम हेला पुत्र। बादरायणी उवाच शृण परीक्षनुर्पवर्य विश्वरूपर्यतिनि शिर एक मुखरे सोमपान करइसेहु प्रतिदिनं द्वितीये सुरापान करे अन्न भक्षयि तृतीୟରେ ସେ ବିଶ୍ୱରୂପ ବିନୟରେ ଦେବଗଣଙ୍କୁ ଉଚ୍ଚ ସ୍ୱରେ ଡାକି ଦିଅ ଇହ ବିଭାଗ ଯେଣୁ ସେମାନେ ପିତୃବର୍ଗ ଦେବମାନଙ୍କ ତମୁ ଆଣି ଯଜ୍ଞର ଭାଗ ଲୋକମଣି ଦେଲା ଅସୁର ମାନଙ୍କରେ ଯଜ୍ଞ ଭାଗକୁ ପରୋକ୍ଷରେ ଯଦ୍ୟପି ଦେବେ ପିତା ତାର ତାହାଙ୍କୁ କରି ଅନାଦର ମାତୃପକ୍ଷରେ ସ୍ନେହ କରି ଏମନ୍ତ କର୍ମ ସେ ଆଚରି ଏମନ୍ତ ଦେବଙ୍କ ହେଳନ ଦେଖି ତାହାର ଭଗବାନ ସଭଏ ହୋଇ ଖରତର ରୋଷେ ଛେଦିଲେ ତାର ଶିର ଯେ ମୁଣ୍ଡେ କରେ ସୋମପାନ ତାହାଙ୍କୁ କରନ୍ତେ ଛେଦନ ଜନ୍ମିଲା ହୋଇ ପକ୍ଷୀ ଏକ ନାମ ତା ହୋଇଲା ଚାତକ ସୁରା ପାଇ ଯେଉଁ ମସ୍ତକ ଛେଦନ୍ତେ ସେ ହେଲା ଚଟକ ଅନ୍ନ ଭୋଜି ମସ୍ତକ ତାର ହୋଇଲା ତିତିର ଆକାର ଏମନ୍ତେ ସେ ବିଶ୍ୱରୂପର ଇନ୍ଦ୍ର ଛେଦିଲେ ଯମୁ ଶିର कर अंजलि प्रसारीण ब्रह्म हत्या कले ग्रहण आत्मार विशुद्धि निमंते विभाग करी मते स्त्री भूजल द्रुम ठारे अर्पिले एमंत प्रकारे भूमि घेनिले भाग चारि खात पूरण बरबरी ब्रह्म हत्या तेणु ऋषरे अद्यापि दिशई भूमि रे द्रुमे से चारि भाग नेले छेदने बढ़िबार बरे निर्जास रूपे आंकर पाप दिशई नृपवर काम बसरे स्त्री जन संभोगी हेबे प्रतिदिन ए रूपे वर कुपाइन चारि भाग कले ग्रहण रज रूपरे प्रतिमास एबे पाप होए दृश्य मिशी गढ़िबा बरे जल घेनिला चारि भाग मूल से पाप बुधु बुधु फेनरे अद्यापि दिशई संसारे ସେହି ଫେନକୁ ପକାଇଲେ ଜଳର ପାପ ନାଶେ ବୋଲେ ଏମନ୍ତ ପ୍ରକାରେ ହେ ନୃପ ହରି କଳ୍ପିତ ହେଲା ପାପ ଏ ଅନନ୍ତରେ ସେ ତ୍ୱଷ୍ଟାର ଯେଣୁ ହତ ହେଲା କୁମାର ପୁତ୍ର ଶୋକରେ ଦୁଃଖୀ ହୋଇ ଇନ୍ଦ୍ରର ଶତ୍ରୁ ବୃଦ୍ଧି ପାଇଁ ହୋମ ଆରମ୍ଭକୁ ବିଚାରି ବୋଲନ୍ତି ଅତି କ୍ରୋଧ କରି ଇନ୍ଦ୍ରର ଶତ୍ରୁ ହେଉ ଜାତ ବେଗେ ଇନ୍ଦ୍ରକୁ କରୁ ହତ ଏମନ୍ତ ବୋଲ ସେ ବଚନ କେତେ ଆହୁତି କଲା ଦାନ ପୁରୁଷେ ତହିଁରୁ ବାହାର ରୂପତା ଅତି ଭୟଙ୍କର ଯୁଗାନ୍ତ କାଳ ହିଁ ଯେମନ୍ତ ପ୍ରାଣୀ କି ଯେ ଶନି କୃତାନ୍ତ ଦିନକୁ ଦିନ ଅତି ଘୋର ବଢ଼ଇ ବିଶ୍ୱରୂପ ତାର ଦଗଧଗିରି ପ୍ରାୟ ହୋଇ ତାହାର ଶରୀର ଦିଶଇ କାନ୍ତି ତାହାର ବିରାଜଇ କର୍ବାତ ମେଘ ପ୍ରାୟ ହୋଇ ତପତ ତମ୍ବା ଶିଖା ଯେହ୍ନେ କେଶ ତା ଦିଶଇ ତେସନେ ମଧ୍ୟାହ୍ନ ରବି ପ୍ରାୟ ହୋଇ ବେନି ଲୋଚନ ବିରାଜଇ ଅନଳ ତେଜ ପ୍ରାୟ ତାର ଏମନ୍ତ ଶୂଳ ଧରି କର ବୁଲାଇ ଅତି ଖର ତର ଶବଦ କରେ ମହାଘୋର ନୃତ୍ୟ କରଇ ମତ ହୋଇ ପାଦେ କମ୍ପାଇ ମହାମୋହି ଗିରି ଗୁହା ପ୍ରାୟ ବଦନ ତେଣେ କି ପିଉଛି ଗଗନ ଯିବା ବୋଲାଉଛି ଏସନ ଗିଳିବ ଯେହ୍ନେ ତ୍ରିଭୁବନ ଦନ୍ତ ଅତି ରୌଦ୍ର ଦିଶଇ ପୁଣି ହସଇ ବିଦ ହୋଇଣ ସର୍ବଜନ ପଳାନ୍ତି ଘେନିଣ ଜୀବନ ଦ୍ୱଷ୍ଟାର ପୁତ୍ର ଏ ଯେ ପାପ ଲୋକେ ପାଇଲେ ବହୁ ତାପ ପରମ ଦାରୁଣ ଅସୁର ଏଣୁ ପୁତ୍ର ନାମଟି ତାର ଇନ୍ଦ୍ର ଦେବଗଣ ସହିତେ ମିଳିଲେ ତାହାର ଅଗ୍ରତେ ଯେ ଯାହା ଶସ୍ତ୍ର ଧରି କରେ ପିଟିଲେ ପୁତ୍ରର ଉପରେ ଶସ୍ତ୍ର ଯେତେକ ଦେବଙ୍କର ସବୁ ଗିଳିଲା ସେ ଅସୁର ଏ ଅନନ୍ତରେ ଦେବଗଣ ବିସ୍ମୟ ହୋଇ ହତ ଜ୍ଞାନ କୃଷ୍ଣରେ ମନ ସ୍ଥିର କଲେ ମହାପୁରୁଷ ଆରାଧିଲେ ଦେବାଉଚୁ ପବନ ଆକାଶ ଯେ ଅଗ୍ନି ଜଳର ସହିତେ ଅବନି ବ୍ରହ୍ମା ସହିତେ ଆମ୍ଭେ ମାନେ ଉଦ୍ବେগে ପାଇ ଅଛୁ ମନେ
ଯାହାକୁ ବଳି ଆମ୍ଭେ ମାରି ଦେଇନ ସେ ଭୁଅନୁ କ୍ଷଣେ ଯେ କାଳ ଅନ୍ତକ ବୋଲାଇ ସେ ଯାହାଠାରୁ ଭୟ ପାଇ ସେ ପ୍ରଭୁ ଆମ୍ଭର ଶରଣ୍ୟ ହୁଅନ୍ତୁ ଅଖିଳ କାରଣ ଯେ ଅବିସ୍ମିତ ପୂର୍ଣ୍ଣ କାମ ପ୍ରଶାନ୍ତ ସର୍ବଭୂତେ ସମ ଏମନ୍ତ ଯେ ପରମେଶ୍ୱର ତାହାଙ୍କୁ ତେଜି ଯେଉଁ ନର ଅନ୍ୟର ପୋଷଇ ଶରଣ ତାହାଙ୍କୁ ମୂର୍ଖ ବୋଲି ଜାଣ ଶ୍ୱାନ ପୁଚ୍ଛକୁ ଧରି କରି ଅଗମ ସିନ୍ଧୁ କେହୁତରେ ନୌକା ରୂପେଣ ସଂସାର ଶୃଙ୍ଗରେ ବାନ୍ଧିଣ ଯାହାର ମନ ଯେ ମନ୍ତେ ଦୁର୍ଗୁତରି ଯାହାର ପ୍ରସାଦରୁ କରି ଏମନ୍ତ ଯେଉଁ ମହାବାହୁ ତାରିବେ ପୁତ୍ରାସୁର ତମୁ ପୂର୍ବେ ସ୍ୱୟଂଭୂ ପଡ଼ି ଜଳେ ବାତେ ଉଲ୍ଲୋଳ ଉର୍ମି ମାଳେ ତେଣେ ଶବଦ ମହାଘୋରେ ରଖିଲା ଯେ ନାଭି କମଳେ ସେ ଏକ ସଙ୍ଗେ ନାହିଁ କେହି ସେ ଭୟୁ ରଖିଲା କଜେଇ ଦୁରନ୍ତ ପାପ ଯେ ତମୁ ରଖନ୍ତୁ ନାରାୟଣ ଯେ ଏକ ଈଶ୍ୱର ଟଇ ମାୟାରେ ଆମ୍ଭକୁ ସର୍ଜଇ ଯାର ପ୍ରସାଦ ଆମ୍ଭେ ମାନେ କରିଛୁ ଜଗତ ପାଳନେ ଯାହାର ମହିମା ପ୍ରସିଦ୍ଧି ଆମ୍ଭେ ନ ଜାଣୁ ମନ୍ଦ ବୁଦ୍ଧି ଆମ୍ଭେ ଈଶ୍ୱର ବୋଲି ମାନି ମୋହରେ ଶେଷ ନେ ଅଜ୍ଞାନୀ ଶତ୍ରୁର ଠାରୁ ଆମ୍ଭେ ମାନେ ଦୁଃଖ ପାଇଲୁ ଅନୁକ୍ଷଣୀ ऋषि मनुष्य पशु आदि संसारे जेतेक प्रसिद्धि जे प्रभु धरी अवतार खंडती दुख को आंभर आम्भेटी सर्वे अरक्षित रखन्तु से प्रभु अच्युत से जुगे जुगे रक्षा करू जार महिमा महामेरु परम प्रधान पुरुष अखिल संसार ईश अखिल जनक शरण एमन्ते जेमु नारायण आम्भे ताहांकर शरण आम्भକୁ କରନ୍ତୁ କଲ୍ୟାଣ ଶ୍ରୀ ଶୁକ ଉବାଚ ଦେବଙ୍କ ସ୍ତୁତି ଏ ବଚନ ଶୁଣି ସନ୍ତୋଷ ଭଗବାନ ପଶ୍ଚିମ ଦିଗ ହେ ରାଜନ ଆସି ହୋଇଲେ ଉପସନ୍ନ ଶଙ୍ଖ ଚକ୍ର ଗଦା କମଳ ଧରିଣ ପ୍ରଭୁ ଆଦି ମୂଳ ଆତ୍ମାର ତୁଲ୍ୟ 16 ଜଣ ସେ ବୁଅଛନ୍ତି ଅନୁକ୍ଷଣ ଶ୍ରୀବତ୍ସ କୌସ୍ତୁଭ ବିନେ ପୂର୍ଣ୍ଣ ହୋଇଣ ସର୍ବଗୁଣେ ଶରଦ କମଳ ଲୋଚନ ଦେବେ ଦେଖିଣ ହୃତ ମନ ଇନ୍ଦ୍ରାଦି ଦଶ ଦିଗ ପାଳେ ପ୍ରଭୁଙ୍କୁ ନମିଲେ ସକଳେ ଦଣ୍ଡବତ ପଡ଼ି ରାଜନ ସ୍ତୁତି କଲେ ଧୀରେ ଉଠିଣ ଦେବାଉଜୁ ଆମ୍ଭେ ବୀର୍ଯ୍ୟ ସର୍ବ ଯଜ୍ଞର ତୁମ୍ଭକୁ କରୁ ନମସ୍କାର ସକଳ ବୟୋଧିକ ତୁମ୍ଭେ ତୁମ୍ଭ ଚରଣେ ନମୁ ଆମ୍ଭେ अखिल ईश्वर जे तुही नमते प्रभु भावग्राही तु पुरुहूति श्रेष्ठ पर नमते प्रभु चक्रधर नियंता तुही त्रिगुणर तोह गति क्रीड़ा विहाय ଏହା ସଂଖ୍ୟା କରିବା ପାଇଁ ବିଧାତା ସମର୍ଥ ନୁହଁ ହେ ଭଗବାନ ବାସୁଦେବ ନାରାୟଣ ମହାନୁଭାବ ଆଦି ପୁରୁଷ ସର୍ବେଶ୍ୱର କେବଳ ଜଗତ ଆଧାର ପରମହଂସ ଲକ୍ଷ୍ମୀକାନ୍ତ ଜଗଜୀବନ ଜଗନ୍ନାଥ ଗୋନାଥ ପରମ ମଙ୍ଗଳ ପରମ କଲ୍ୟାଣର ମୂଳ ତୁ ସର୍ବ ପରମ କରୁଣ ଅଖିଳ ଭୂତଙ୍କ ଭାବନ परम जग समाधि भजन विविध प्रकारे परमहंस मुनिगण सेवन्ति जहार चरण परमहंस धर्म करी अज्ञान दूरे परिहरी एकांत लोकଙ୍କ आत्मारे प्रभाव जहार विहरे एमंत प्रभु तु ईश्वर नमते ब्रह्मांड ठाकुर तोहर महिमा विहार ब्रह्मारे नुहि गोचर हे माया अखिल संसार प्रभु भियान तोहर त्रिगुण घेनी प्रभु तुही सजुपाळु संहारु मही बोधे बोई माया संसारे त्रिगुणे जड़ी जेउन रे परतंत्र रे वश होई शुभाशुभ कर्म करई ताहार शुभाशुभ फल तुम्भर तहि आदि मूल भो स्वामी तुम्हे आत्मा राम सकल कार्ये उपशम तु सर्व वस्तुरु बाहर एमंत मणु चक्रधर तोर विरोध नाही पुण परिचिन्न तोर गुण संख्या नहीं तो महिमा तोते बाके करी बसीमा वितर्क विकल्प विचार प्रमाण न करे जाहारो नाना विचार शास्त्र आरि संसारे जेतेक प्रसिद्धि यह विचारी साधु जने तोते चिंतन्ति दिव्य ज्ञानी तक्षणी मती ताहांकर भ्रम कराउ चक्रधर सकल माया मय हेउ नटर प्राय तु देखाऊ।
ଯଦ୍ୟପି ଏକ ରୂପ ହୁଅ ନାନା ରୂପକୁ ତୁମ୍ଭେ ବହ ସମ ବିଷମ ବୁଦ୍ଧିଙ୍କର ପ୍ରବେଶ ହେଉ ତୁମନର ରଜୁରେ ସର୍ବ ବୁଦ୍ଧି ଯେତେ ଏକ ତୁ ଦିଶୁ ଭିନ୍ନେ ଭିନ୍ନେ ବିଚାରେ ଏକ ବସ୍ତୁ ତୁଇ ସର୍ବ ଈଶ୍ୱର ତୁ ଗୋସାଇଁ ସକଳ ଜଗତ କାରଣ ଶୋଭା ପାଉଛି ସର୍ବଗୁଣ ପ୍ରତ୍ୟେକ ନାମ ରୂପ ଧରି ଲକ୍ଷିତ ହେଉ ନରହରି ଏକ ତୁ ପରମ ପୁରୁଷ ସକଳ ଠାରୁ ଅବଶେଷ ଭୋନାଥ ମହିମା ତୁମ୍ଭର ଅମୃତ ରସର ସାଗର ତାହା ସ୍ୱାଦ କରି ମନେ ଏକାନ୍ତ ଭକ୍ତ ଯେଉଁ ଜନେ ବିଷୟ ସୁଖ ଲେଶ ଛାଡ଼ି ନିତ୍ୟ ତୋର ସେ ଥାନ୍ତି ଉଡ଼ି ସର୍ବାତ୍ମା ସର୍ବଭୂତ ପ୍ରିୟ ଭଗବାନ ସ୍ୱରୂପ ହୁଅ ଏ ସର୍ବଗୁଣୀ ପୂର୍ଣ୍ଣ ହୋଇ କେ ତୋତେ ଜାଣି ଭାବଗ୍ରାହୀ ଅନବରତ ସ୍ଥିର ମନ ତୋ ପାଦେ କରି ନିବେଦନ ହେ ମଧୁମଧନ ଈଶ୍ୱର ଆତ୍ମା କୁଶଳ ସାଧୁ କର କମଳ ଚରଣୀ ତୁମ୍ଭର ସେବୁ ଅଛନ୍ତି ନିରନ୍ତର ଯେ ପାଦ ପଙ୍କଜରେ ଧ୍ୟାନ ସଂସାରେ ଗତାଗତ ଜନ ନୁହଁ ଯାହାର ପ୍ରସାଦ ଗତି ଲୋଭଇ ଅପ୍ରମାଦେ ତ୍ରୈଲୋକ ପ୍ରଭୁ ଭଗବାନ ହେ ତ୍ରିବିକ୍ରମ ତ୍ରିନୟନ ତିନି ଲୋକରେ ମନୋହର ଅନୁଭାବ ରୂପ ଯାହାର ତୁମ୍ଭ ପ୍ରକୃତିରୁ ଉଦିତ ଏମନ୍ତ ଯେତେକ ଦୈତ୍ୟ ତାହାଙ୍କ କର୍ମ ଭାଗ୍ୟ ଫଳ ଶାନ୍ତି କି କର ଆଦି ମୂଳ ଆତ୍ମମାୟରେ ସୂର୍ୟ ନର ମୃଗ ସହିତେ ଜଳଚର ଏ ଆଦି ଯେତେକ ପର ଯଥା ଅପରାଧେ ଦଣ୍ଡ କର ଏମନ୍ତ ତୁମ୍ଭେ ଯେ ଈଶ୍ୱର ଭୂତର ଭୋନାଥ ସହର କହିଲୁ ପ୍ରଭୁ ଭାବ ଗାଇ ଯେବା ତୁମ୍ଭର ଇଚ୍ଛା ହୋଇ ତୋର ତନୟ ଆମ୍ଭେ ହୋଇ ଭୋନାଥ ଆମ୍ଭ ପିତା ତୋହି ତୋର ଚରଣ ନଳିନ ବନ୍ଦୀ କରିଛି ଆମ୍ଭ ମନ ଆପଣା କରି ଆମ୍ଭମାନ ରକ୍ଷିଣ ଅଛୁ ଭଗବାନ ଆମ୍ଭକୁ ଅନୁକମ୍ପା କରି ଏହା ଦେଖାଅ ନର ହରି ବିଶଦ ହାସ ମନୋହର ବଦନ ଇକ୍ଷଣ ତୁମ୍ଭର ଶ୍ରବୁଛି ଯହୁଁ ମଧୁରସ ମୃତ ସମପିତ ବାସ ଆମର ତ୍ରାସ ଦୂର କର ଭନାଥ ଶରଣ ତୋହର ଉତ୍ପତ୍ତି ସ୍ଥିତି ଯେ ପ୍ରଳୟ ଏହା କାରଣ ତୁମ୍ଭେ ହୁଅ ତୁହି ସକଳ ଜୀବଠାରେ ଥାଉ ଯେ ଅନ୍ତର ବାହାରେ ତୁ ସର୍ବମାୟାମୟ ରୂପ ଶେଷ ପ୍ରଧାନ ସ୍ୱରୂପ ତୁ ଦେଶ କାଳ ପାତ୍ର ହୋଇ ସକଳ ଠାରେ ଅଛୁ ରହି ସକଳ ସାକ୍ଷୀ ଚକ୍ର ଧର ଆକାଶ ଶରୀର ତୋହର ପରମ ବ୍ରହ୍ମ ରୂପ ତୁଇ ଥାଉ ତୁ ଆତ୍ମା ରୂପ ବହି ଆମ୍ଭ ଅଗ୍ନିର କଣା ପ୍ରାୟ କିସ କହିବୁ ଦେବରାଏ ଆମ୍ଭ ପରମ ଗୁରୁ ତୁହି ତୋ ପାଦେ ଶତ ଦଳ ଦୁଇ ବିବିଧ ପାପ କର୍ମ ମୋହେ ସଂସାରେ ଯେବା ଶ୍ରମ ହୁଏ ଛେଦଇ ଯେ ଦଳ କମଳ ଛାୟାରେ ଆମ୍ଭେ ତାର ମୂଳ ଆଶ୍ରୟ କରି ଆମ୍ଭ ମନ ଅଛି ଏ ପ୍ରଭୁ ଭଗବାନ ଆମ୍ଭର କାର୍ଯ୍ୟ ଆଦି ମୂଳ ଭନାଥ କର ତୁ ସଫଳ ଗ୍ରାସୁଚି ପୁତ୍ର ତ୍ରିଭୁବନ ଏହା ସହର ଭଗବାନ ତେଜ ଆୟୁଧ ଯେ ଆମ୍ଭର ନାସୁଛି ପାପି ପୁତ୍ର ସୁର ନମସ୍ତେ ପ୍ରଭୁ ସୁଧ ହଂସ ବିହାର ହୃଦୟ ଆକାଶ ନମସ୍ତେ ପ୍ରଭୁ କୃଷ୍ଣ ତୁହି ବ୍ରହ୍ମାଣ୍ଡେ ଯାର ଯଶ ସହି ଭବସାଗର ପଥ ଶ୍ରମ ତୁ ତାହା ନାଶୁ ଭଗବାନ ପରମ ଗତି ଶ୍ରେଷ୍ଠତର ନମସ୍ତେ ଜଗତ ଈଶ୍ୱର ଶ୍ରୀ ସୁକ ଉବାଚ ଏ ଅନନ୍ତରେ ହେ ରାଜନ ସ୍ତୁତି କରନ୍ତେ ଦେବଗଣ ସାଦରେ ସ୍ତୁତି ଶୁଣି ହରି ସନ୍ତୋଷ ହେଲେ ଦଇତ୍ୟାରି ଆନନ୍ଦ ହୋଇ ଭଗବାନ ଦେବଙ୍କୁ ବୋଲନ୍ତି ବଚନ ଶ୍ରୀ ଭଗବାନ ଉବାଚ ତୁମ୍ଭର ସୁବିଦ୍ୟା ସ୍ତୁତିରେ ସନ୍ତୋଷ ହେଲୁ ଦେବ ବରେ ଯେଉଁ ସ୍ତୁତିରେ ପରସାଦେ ସ୍ତୁତି ଭଗତି ମୋର ପାରେ ତତ୍ତ୍ୱଜ୍ଞ ଏକାନ୍ତ ଯେ ମତି ମତ ଅନ୍ୟ ନ ବାଞ୍ଛନ୍ତି ମୋହି ପ୍ରସନ୍ନ ହୁଏ ଯାରେ କିଏ ବା ଦୁର୍ଲଭ ତାହାରେ ଗୁଣରେ ବସ୍ତୁ ଯେ ଦେଖନ୍ତି ଏମନ୍ତ କୃପଣ ଯେଛନ୍ତି ସେ ଆତ୍ମା ଶ୍ରେୟ ନ ଜାଣନ୍ତି ସଂସାର ମୋହେ ସେ ପଡ଼ନ୍ତି ଯେ ବିଦ୍ୟାବନ୍ତ ଏ ଜଗତେ ସେ ଶ୍ରେୟ ଚିନ୍ତେ ମୋକ୍ଷ ପଥେ ହେ ଇନ୍ଦ୍ର ଯାଅ ହର ସେଣ ତୁମ୍ଭର ହୋଇବ କଲ୍ୟାଣ ଆଥର୍ବଣ ଯେ ଋଷି ବର ମାଗ ତାହାଙ୍କର ଶରୀର ବିଦ୍ୟା ତପ ବ୍ରତେ ଯାହାର ପବିତ୍ର ହୋଇଛି ଶରୀର ଯେ ଆମ୍ଭେ ମାନି କଲେ ସର୍ବଜ୍ଞ ଅଙ୍ଗ ଦେବ ବୋଲେ ଅସ୍ତି ତାହାଙ୍କର ଆଣିବ ଆୟୁଧ ବଜ୍ର ବଢାଇବ
विश्वकर्मा निर्मित करी वज्रको धरी वज्रधारी से वज्रे करी पुत्रासुर छेदिब शुण पुरन्दर मोहर तेजे युक्त होई शत्रुनाशिब देव साई हे होत हेले तुम्भे माने स्वर्ग लभिब देव गुणी से तेज जस से आयुध पुणी लभिब संपद मोर भकत लोकंकर हिंसा नहिब पुरन्दर बोलईदास जगन्नाथ इंद्र कृष्ण कृपाचित इति श्रीमद्भागवते महापुराणे परमहंस सहिते षष्ठ स्कन्धे भगवदुपदेशो नाम नवमोऽध्यायः।